ମୋ ନାମ ରୁଚି 25 ବର୍ଷର ଜଣେ ସୁନ୍ଦରୀ ଝିଅ ଯାହାକୁ ସବୁ ସ୍ନେହରେ ରୁଚି ହିଁ କହନ୍ତି। ଏକ ସରକାରୀ ଡାକ୍ତରଖାନାରେ ନର୍ସ ହୋଇଥିବାରୁ ମୁଁ ସବୁବେଳେ ନିଜର ନିଷ୍ଠା ଏବଂ ଦୟାଳୁ ଗୁଣରେ ଲୋକଙ୍କ ହୃଦୟ ଜିତିଥିଲି। କାମ ସମୟରେ କେବଳ କାମରେ ଧ୍ୟାନ ଦେବା ଏହା ହିଁ ମୋ ମାଙ୍କ ଦେଇଥିବା ଶିକ୍ଷା ଥିଲା। ଲୋକେ ମୋ ସହ କଥା ହେବା ପାଇଁ ବାହାନା ଖୋଜୁଥିଲେ, କିନ୍ତୁ ମୁଁ ସେମାନଙ୍କ ଆଡ଼କୁ ଆଖି ଉଠାଇ ମଧ୍ୟ ଚାହୁଁନଥିଲି। ମୁଁ କଣ ଜାଣିଥିଲି ଯେଉଁ ଭାଗ୍ୟ ମୋ ପାଇଁ ଏମିତି ଏକ ପରୀକ୍ଷା ପ୍ରସ୍ତୁତ କରି ରଖିଛି ଯାହାର ସମ୍ମୁଖୀନ ହେବା କଥା କେହି ଭାବି ନଥିବେ। ଏକ ସକାଳେ ଡାକ୍ତରଖାନାରେ ପ୍ରବେଶ କଲା ମାତ୍ରେ ଜଣେ ଯୁବକକୁ ତାଙ୍କର ଖରାପ ଭାବେ ଆହତ ହାତ ସହିତ ଅଣାଗଲା। ଡାକ୍ତର ମୋତେ ଡାକିଲେ, ରୁଚି ୟୁନିଫର୍ମ ପରେ ପିନ୍ଧିବ ପୂର୍ବରୁ ଏହି ପିଲାର ହାତରେ ପଟି ବାନ୍ଧିଦିଅ। ଯେମିତି ମୁଁ ତାଙ୍କ ପାଖରେ ପହଞ୍ଚିଲି ସେ ନିଜ ନଜର ଉଠାଇଲେ ଏବଂ ସେହି ଗଭୀର ଚମକ ମୋତେ ମୁହୂର୍ତ୍ତକ ପାଇଁ ଅଟକିବାକୁ ବାଧ୍ୟ କଲା। ତାଙ୍କ ଆଖିରେ ଏକ ଏମିତି ଆକୁଳତା ଥିଲା ଯାହା ମୁଁ ପୂର୍ବରୁ କେବେ ଦେଖିନଥିଲି। ସେ କ୍ରମାଗତ ଭାବେ ମୋତେ ହିଁ ଚାହୁଁଥିଲେ। ମୁଁ ତାଙ୍କୁ ଧ୍ୟାନ ଦିଆଇ କହିଲି, ସାର ପୂର୍ବରୁ ପଟି ବାନ୍ଧି ଦିଅନ୍ତୁ, କଷ୍ଟ ହେଉଥିବ। ସେ ନିଜ ହାତ ମୋ ଆଗକୁ ବଢ଼ାଇଲେ। ରକ୍ତ ବୋହିଯାଉଥିଲା। ମୁଁ ଯେମିତି ତାଙ୍କ ହାତ ଧରିଲି ସେ କହିଲେ, ପ୍ଲିଜ୍ ପଟି ରହିବାକୁ ଦିଅନ୍ତୁ, ଆପଣଙ୍କ ହାତ ବାଜିବା ମାତ୍ରେ କଷ୍ଟ ଗାୟବ ହୋଇଗଲା। ତାଙ୍କର ଏହି କଥା ଶୁଣି ମୁଁ ଆଶ୍ଚର୍ଯ୍ୟତ ହେଲି, କିନ୍ତୁ ମୁଁ ହସିକି କ୍ଷତ ସଫା କଲି ଏବଂ ପଟି ବାନ୍ଧିଦେଲି। ନିଜ କାମ ସାରି ମୁଁ ଡାକ୍ତର ବାବୁଙ୍କୁ କହି ୟୁନିଫର୍ମ ବଦଳାଇବାକୁ ଚାଲିଗଲି। ସାରା ଦିନ ମୁଁ ନିଜ କାମରେ ବ୍ୟସ୍ତ ରହିଲି, କିନ୍ତୁ ତାଙ୍କର ଚମକୁଥିବା ଆଖି ମୋ ମନରେ ଘୂରି ବୁଲୁଥିଲା। ଛୁଟି ସମୟରେ ଯେତେବେଳେ ମୁଁ ଡାକ୍ତରଖାନାରୁ ବାହାରିଲି ତ ସେହି ପିଲାଟି ଏକ ଧଳା କାରରେ ବସି ମୋତେ ଚାହୁଁଥିଲା। ମୁଁ ତାଙ୍କୁ ଅଣଦେଖା କଲି ଏବଂ ଚୁପଚାପ ଆଗକୁ ଚାଲିଗଲି। ଘରକୁ ଯାଇ ମଧ୍ୟ ତାଙ୍କ ଚେହେରା ମୋ ଆଖି ଆଗରେ ଘୂରି ବୁଲୁଥିଲା, କିନ୍ତୁ ମୁଁ ଘର କାମରେ ଲାଗି ଏହି ଚିନ୍ତା ମନରୁ ବାହାର କରିବାକୁ ଚେଷ୍ଟା କଲି। ଭିଡିଓରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ତା ପାଖରେ ଥିବା ଘଣ୍ଟିକୁ ବଜାନ୍ତୁ। ପରଦିନ ମୋତେ ଡାକ୍ତରଖାନା ଆସିବାର 5 ମିନିଟ୍ ମଧ୍ୟ ହୋଇନଥିବ କି ସେହି ପିଲାଟି ପୁଣି ଆସିଗଲା। ଡାକ୍ତର ବାବୁ କହିଲେ, ରୁଚି ଦେଖ, ଏହି ରୋଗୀକୁ ପୁଣି ଆଘାତ ଲାଗିଛି। ମୋତେ ସେତିକିବେଳେ ବିଶ୍ୱାସ ହୋଇଗଲା ଯେ ସେ ଏଠାକୁ କେବଳ ମୋ ପାଇଁ ଆସିଛି। ଡାକ୍ତରଙ୍କ କହିବା ପରେ ମୁଁ ନ ଚାହିଁ ମଧ୍ୟ ତାଙ୍କର ପଟି କରିବାକୁ ଲାଗିଲି। ପଟି ପରେ ମୁଁ ତାଙ୍କୁ କହିଲି, ସାର ଏବେ 3 ଦିନ ପରେ ଆସିବେ, କ୍ଷତ ଶୁଖିବାକୁ ସମୟ ଲାଗିବ। ଏହା ଶୁଣିବା ମାତ୍ରେ ସେ କହିଲେ, କାହିଁକି? ମୋ ରାଗରେ ଜବାବ ଦେଲି, କାରଣ ମେଡିକାଲ ନିୟମ ଏହା କହେ। ସେ ଚୁପଚାପ ଚାଲିଗଲେ। କିନ୍ତୁ ଯେତେବେଳେ ମୁଁ ପରଦିନ ଡାକ୍ତରଖାନାରେ ପହଞ୍ଚିଲି ତ ସେ ପୁଣି ଉପସ୍ଥିତ ଥିଲେ। ମୁଁ ରାଗରେ କହିଲି, ସାର ଆପଣଙ୍କୁ 3 ଦିନ ପରେ ଆସିବାକୁ କୁହାଯାଇଥିଲା। ମୋ କଥା ଏବେ ଶେଷ ହୋଇନଥିଲା କି ସେ ନିଜର ଅନ୍ୟ ହାତଟି ମୋ ଆଗକୁ ବଢ଼ାଇଦେଲେ। ସେଥିରେ ବହୁତ ଗଭୀର କ୍ଷତ ଲାଗିଥିଲା, ଯାହା ଦେଖି ମୋ ମନ ଦୁଃଖ ହୋଇଗଲା। ମୁଁ ନ ଚାହିଁ ମଧ୍ୟ ପଚାରିଦେଲି, ସାର ଆପଣଙ୍କୁ ଏହି ଆଘାତ କେମିତି ଲାଗିଲା? ସେ ମୋ ଆଡ଼କୁ ଚାହିଁ କହିଲେ, ଆପଣଙ୍କୁ ନ ଦେଖିବାର ସଜା ଅଟେ। ମୁଁ ଚୁପ୍ ହୋଇଗଲି। ସେ ମୋର ନୀରବତା ଭାଙ୍ଗି କହିଲେ, ଆପଣଙ୍କୁ ଦେଖିବା ବାହାନାରେ ହିଁ ଏହି ଆଘାତ ଲାଗେ। ଦିନେ ଆପଣଙ୍କୁ ନ ଦେଖିଲେ ମୋ ମନ ବ୍ୟାକୁଳ ହୋଇଯାଏ। ମୁଁ ମୁଣ୍ଡ ତଳକୁ କରି ତାଙ୍କ ପଟି ବାନ୍ଧିଲି ଏବଂ ପରେ ମଜାକ ଅନ୍ଦାଜରେ କହିଲି, କାଲି ତ କୌଣସି ଆଘାତ ଲାଗିବ ନାହିଁ ନା, କହିଦେଉଛି ମୁଁ କାଲି ଛୁଟି ନେଇଯିବି। ସେ ମୋ କଥା କାଟି କହିଲେ, ପ୍ଲିଜ୍ ଏମିତି ଅତ୍ୟାଚାର କରନ୍ତୁ ନାହିଁ ମୋ ଉପରେ। ଏବେ ଆଘାତ ତ ପ୍ରତିଦିନ ଲାଗିବ ଯେତେ ଦିନ ଯାଏ ମୋ ନିଶ୍ୱାସ ଚାଲିବ, କାରଣ ଆପଣଙ୍କ ସହ କଥା ହେବାର ଏହି ବାହାନା ତ ଅଛି। ମୁଁ କହିଲି, ସାର ନିଜକୁ କଷ୍ଟ ଦେବା ପାପ ଅଟେ। ସେ କହିଲେ, ଯଦି ଆପଣଙ୍କୁ ଏତେ ହିଁ ଅନୁଭବ ହେଉଛି ତେବେ ପ୍ଲିଜ୍ ନିଜ ନମ୍ବର ଦେଇଦିଅନ୍ତୁ। ପ୍ରତିଦିନ କେବଳ ମୋବାଇଲରେ ଆପଣଙ୍କ ସ୍ୱର ଶୁଣି କାମ ଚଳାଇ ନେବି, ନଚେତ୍ ମୁଁ ପ୍ରତିଦିନ ଏଠାରେ ଆପଣଙ୍କ ସହ କଥା ହେବା ପାଇଁ ଏମିତି ହିଁ ନିଜକୁ କ୍ଷତ ଦେଉଥିବି। ମୁଁ ନ ଚାହିଁ ମଧ୍ୟ ତାଙ୍କୁ ଏହି ସର୍ତ୍ତରେ ନିଜ ମୋବାଇଲ ନମ୍ବର ଦେଇଦେଲି ଯେ ସେ ପ୍ରତିଦିନ କେବଳ ଥରେ ନମସ୍କାର କହି ଫୋନ୍ ବନ୍ଦ କରିଦେବେ। ପରଦିନ ସକାଳ 10ଟା ସମୟରେ ମୋତେ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ମୁଁ ଫୋନ୍ ଉଠାଇଲି ତ ସ୍ୱର ଆସିଲା, ନମସ୍କାର। ମୁଁ ଜବାବରେ ନମସ୍କାର କହିଲି ଏବଂ ପଚାରିଲି, କିଏ? ତେବେ ସେ କହିଲେ, ମୁଁ ଯତୀନ, ଯାହାକୁ ପଟି କରାଇବାକୁ ଆସିବାର ଥିଲା। ମୁଁ ଫୋନ୍ ବନ୍ଦ କରିଦେଲି ଏବଂ ଏକ ମେସେଜ କଲି, ସ୍ୱର ଶୁଣିଲେ ତ ଆପଣ ଏବେ ଆଘାତ ଲଗାଇବେ ନାହିଁ। ତାପରେ ସେ ପ୍ରତିଦିନ ଫୋନ୍ କରୁଥିଲେ, ନମସ୍କାର କହି ବନ୍ଦ କରିଦେଉଥିଲେ। କିଛି ଦିନ ପରେ ଏକ ରାତିରେ ତାଙ୍କର ରାତି 2ଟା ପାଖାପାଖି ମେସେଜ ଆସିଲା, ଆପଣ କଣ ଜାଗିଛନ୍ତି? ମୁଁ ତାଙ୍କୁ କୌଣସି ଜବାବ ଦେଲି ନାହିଁ କାରଣ ମୁଁ ଶୋଇଥିଲି। ପରଦିନ ଯେତେବେଳେ ତାଙ୍କର କଲ୍ ଆସିଲା ତେବେ ସେ ନମସ୍କାର କହିଲେ। ମୁଁ ଜବାବ ଦେଇ କହିଲି, ଯତୀନ, ଆପଣ ସର୍ତ୍ତ ଭୁଲି ଯାଉଛନ୍ତି। ଆମ ସର୍ତ୍ତରେ କେବଳ ସ୍ୱର ଶୁଣିବାର ଥିଲା, ମେସେଜ କରିବାର ନଥିଲା। ସେ କହିଲେ, କ୍ଷମା କରିବେ, ରାତିରେ ମନ ଲାଗୁନଥିଲା ତେଣୁ ମେସେଜ କରିଦେଲି। ମୁଁ କହିଲି, ରାତିରେ ଏମିତି କଣ କଥା ଥିଲା? ସେ କହିଲେ, ବସ୍ ଆପଣଙ୍କ ଚେହେରା ଆଖି ଆଗରେ ଥିଲା ଏବଂ ହୃଦୟକୁ ଶାନ୍ତି ନଥିଲା। ଏହିପରି ଭାବେ ଆମ କଥାବାର୍ତ୍ତା ଆରମ୍ଭ ହୋଇଗଲା ଏବଂ ଆମେ ପାଖାପାଖି 10 ମିନିଟ୍ ଯାଏଁ କଥା ହେଲୁ।
ପରେ ମୁଁ ଫୋନ୍ ବନ୍ଦ କରିଦେଲି। କିନ୍ତୁ ଏବେ ବାରମ୍ବାର ତାଙ୍କ ଚିନ୍ତା ମୋ ମନକୁ ଆସୁଥିଲା। ଛୁଟି ପରେ ଘରକୁ ଗଲି। ଘର କାମ ପରେ ରାତିରେ ବିଛଣାରେ ଶୋଇ ମୁଁ ତାଙ୍କୁ ମେସେଜ କଲି ଏବଂ ତାଙ୍କ ହାଲଚାଲ ପଚାରିଲି। ସେ ବହୁତ ଖୁସି ହେଲେ ଯେ ମୁଁ ନିଜେ ତାଙ୍କ ସହ କଥା ହେଲି। ଏବେ ପ୍ରତି ରାତିରେ ତାଙ୍କ ସହ କଥା ହେବା ମୋର ଅଭ୍ୟାସ ହୋଇଗଲା। ଏକ ରାତିରେ କଥା ହେଉ ହେଉ ସେ କହିଲେ, ରୁଚି, ଏକ କଥା ପଚାରିବି, ଖରାପ ତ ମାନିବନି? ମୁଁ କହିଲି, ପଚାର। ସେ କହିବାକୁ ଲାଗିଲେ, ତୁମ ସହ କଥା ହୋଇ ମୋତେ ବହୁତ ଭଲ ଲାଗେ। ମୁଁ କହିଲି, ମୋତେ ମଧ୍ୟ। ସେ ପ୍ରତି ରାତିରେ ପ୍ରେମଭରା କଥା କହୁଥିଲେ ଯାହା ମୋତେ ଭଲ ଲାଗୁଥିଲା, କିନ୍ତୁ ମୁଁ ନୀରବ ରହୁଥିଲି। ଏକ ରାତିରେ ସେ କହିଲେ, ରୁଚି, କଣ ମୁଁ ତୁମକୁ ଆଜି ଏକ ବହୁତ ସୁନ୍ଦର ଗୀତ ଶୁଣାଇ ପାରିବି? ମୁଁ ହସିକି ଫୋନ୍ ବନ୍ଦ କରିଦେଲି। ସେ ପୁଣି କଲ୍ କରୁଥିଲେ, କିନ୍ତୁ ମୁଁ ଉଠାଇଲି ନାହିଁ ଏବଂ ଶୋଇଗଲି। ଯେତେବେଳେ ସକାଳେ ମୋ ଆଖି ଖୋଲିଲା ତ ତାଙ୍କର ବହୁତ ଗୁଡ଼ିଏ କ୍ଷମା ମାଗିବାର ମେସେଜ ଥିଲା। ମୁଁ ତାଙ୍କୁ ଜବାବ ଦେଲି, କିନ୍ତୁ ସେତେବେଳ ଯାଏଁ ସେ ଶୋଇଯାଇଥିଲେ। ପରଦିନ ଯେତେବେଳେ ମୁଁ ଡାକ୍ତରଖାନାରେ ପହଞ୍ଚିଲି ତ ଯତୀନ ସେଠାରେ ନିଜ ହାତରେ ପଟି କରାଇବାକୁ ଆସିଥିଲେ। ମୁଁ ଦେଖିଲି ତ ସେ ଜାଣିଶୁଣି ନିଜ ହାତରେ କ୍ଷତ କରିଥିଲେ। ମୋତେ ରାଗ ମଧ୍ୟ ଆସିଲା ଏବଂ ତାଙ୍କ ଅବସ୍ଥା ଦେଖି ଦୁଃଖ ମଧ୍ୟ ହେଲା। ପଟି କଲାବେଳେ ମୁଁ ପଚାରିଲି, ଏହା କଣ କରିଛ? ସେ କହିଲେ, ରୁଚି, ତୁମେ ରାତିରେ ମୋ ସହ କଥା ହେଲ ନାହିଁ, ତେଣୁ ମୁଁ ନିଜକୁ ସଜା ଦେଇଛି। ମୋତେ ବହୁତ ଦୁଃଖ ହେଲା। ନା ଜାଣି କାହିଁକି ମୋ ଆଖିରେ ଲୁହ ଆସିଗଲା। ମୁଁ ତାଙ୍କ ହାତ ଧରିଲି ଏବଂ ହୃଦୟରେ ତାଙ୍କ କଷ୍ଟକୁ ଅନୁଭବ କଲି ଏବଂ କହିଲି, ଯତୀନ, ଏବେ ଏମିତି କେବେ କରିବ ନାହିଁ। ମୋତେ ବହୁତ କଷ୍ଟ ହୁଏ। ନିଶ୍ଚିତ ଭାବେ ପ୍ରତି ରାତିରେ କଲ୍ କରିଦେବ ଏବଂ ମନର କଥା କହିଦେବ। ସେ ଜବାବ ଦେଲେ, କଣ ତୁମେ ସତ କହୁଛ? ମୁଁ ଲୁହଭରା ଆଖିରେ ଜବାବ ଦେଲି, ହଁ ଯତୀନ। ସେ କହିଲେ, ରୁଚି, ମୁଁ ତୁମକୁ ବହୁତ ଭଲ ପାଏ। ମୁଁ କହିଲି, ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଏ ଯତୀନ। ସେ ବହୁତ ଖୁସି ହେଲେ। ପରେ ମୁଁ ନିଜ କାମରେ ଲାଗିଗଲି। ପରେ ପ୍ରତି ରାତିରେ ସେ ମୋତେ ଫୋନ୍ କରୁଥିଲେ ଏବଂ ଆମେ ଡେରି ଯାଏଁ କଥା ହେଉଥିଲୁ। ପ୍ରେମର ଦ୍ୱିତୀୟ ଦିଗ। ଏକ ଦିନ ଯେତେବେଳେ ମୁଁ ଡାକ୍ତରଖାନାରୁ ବାହାରିଲି ତ ଯତୀନ କାରରେ ବାହାରେ ମୋତେ ଅପେକ୍ଷା କରୁଥିଲେ। ସେ ମେସେଜ କଲେ, ଆଜି ଅଟୋରେ ଯାଅ ନାହିଁ। ମୋତେ ତୁମ ସହ କିଛି ଜରୁରୀ କଥା ହେବାର ଅଛି। ଚୁପଚାପ ଟିକେ ଆଗକୁ ଆସ ଏବଂ କାରରେ ବସିଯାଅ। ମୁଁ ଯାଇ କାରରେ ବସିଲି ଏବଂ ନିଜ ନଜର ତଳକୁ କରିଦେଲି। ଯତୀନ ପଚାରିଲେ, ରୁଚି, ରାଗିଛ କି? ମୁଁ କହିଲି, ନାହିଁ, ବସ୍ ଡର ଲାଗୁଛି କି କେହି ଦେଖି ନ ଦେଉ। ସେ ଗାଡ଼ି ଚଲାଇବା ଆରମ୍ଭ କଲେ ଏବଂ ମୋତେ ଏକ ଛୋଟ ବ୍ୟାଗ୍ ଧରାଇ ଦେଲେ। ମୁଁ ପଚାରିଲି, ଏହା କଣ? କିନ୍ତୁ ସେ କହିବାକୁ ଲାଗିଲେ, ତୁମ ପାଇଁ ଏକ ଛୋଟ ଉପହାର ଅଟେ। ଘରକୁ ଯାଇ ଦେଖିଦେବ। ସେ ମୋତେ ଆମ ଘରଗଳି କୋଣରେ ଓହ୍ଲାଇ ଦେଲେ। ଘରେ ପହଞ୍ଚିଲି ତ ମୋ ସାନ ଭଉଣୀ କହିଲା କି ମା ନିଜ ଭଉଣୀ ଘରକୁ ଯାଇଛନ୍ତି। ମୁଁ ପାଣି ପିଇଲି ଏବଂ ନିଜ ରୁମକୁ ଆସି ସପିଂ ବ୍ୟାଗ୍ ଖୋଲିଲି। ସେଥିରେ ଏକ ସୁନ୍ଦର କଳା ଶାଢ଼ୀ ଥିଲା ଯାହା ଦେଖି ମୋତେ ଆଶ୍ଚର୍ଯ୍ୟ ମଧ୍ୟ ହେଲା ଏବଂ ଖୁସି ମଧ୍ୟ। ମୁଁ ଯତୀନଙ୍କୁ ମେସେଜ କଲି, ଏସବୁ କାହିଁକି? ସେ ଜବାବ ଦେଲେ, କଣ ଭଲ ଲାଗିଲା ନାହିଁ? ମୁଁ କହିଲି, ବହୁତ ଭଲ ଲାଗିଲା ବସ୍, ଲାଜ ଲାଗୁଛି। ମୁଁ ତାଙ୍କୁ ଧନ୍ୟବାଦ ଦେଲି ଏବଂ ପରେ ଘର କାମରେ ଲାଗିଗଲି। ରାତିରେ ଆମେ ପୁଣି କଥା ହେଲୁ। ଏମିତି ହିଁ କିଛି ଦିନ ବିତିଗଲା ତ ଏକ ଦିନ ଯେମିତି ମୁଁ ଡାକ୍ତରଖାନା ପାଇଁ ବାହାରିଲି, ହଠାତ୍ ଡାକ୍ତର ବାବୁଙ୍କ ଫୋନ୍ ଆସିଲା କି ଆଜି ଡ୍ୟୁଟିକୁ ଆସନାହିଁ। ଆଜି ଡାକ୍ତରଖାନାରେ ମରାମତି କାମ ଚାଲିଛି, ତେଣୁ ଛୁଟି ଅଛି। ମୁଁ ଘରକୁ ଫେରି ଆସିଲି। ମା ପଡ଼ୋଶୀ ଘରକୁ ଯାଇଥିଲେ। ମୁଁ ଯତୀନଙ୍କୁ ଫୋନ୍ କଲି ଏବଂ ଜଣାଇଲି କି ଆଜି ଛୁଟି ଅଛି, ତେଣୁ ଦିନରେ କଥା ହୋଇପାରିବ ନାହିଁ। ତେବେ ଯତୀନ କହିଲେ, ରୁଚି, ତୁମକୁ ନ ଦେଖି ଦିନ କଟେ ନାହିଁ। ପ୍ଲିଜ୍ ଆସିଯା। ମୁଁ କହିଲି, ଯତୀନ, ପ୍ଲିଜ୍ ମୋ ଜୀବନ ଆଜିର ଦିନଟି କଟାଇ ଦିଅ। କାଲି ଦେଖିନେବ। ତେବେ ଯତୀନ କହିଲେ, କାହିଁକି ନା ଆଜି ଆମେ ଦିନଟି ଏକାଠି କଟାଇବା। ମୁଁ ପଚାରିଲି, କେମିତି? ଯତୀନ କହିଲେ, ତୁମେ ଡାକ୍ତରଖାନା ଯିବା କହି ଘରୁ ବାହାରି ଆସ। ଆମେ ତୁମ ଡ୍ୟୁଟି ସମୟ ଯାଏ ଏକାଠି ରହିବା। ମୁଁ ମନା କରିଦେଲି, କିନ୍ତୁ ସେ ବାରମ୍ବାର କହୁଥିଲେ। ଶେଷରେ ମୁଁ ମାନିଗଲି। ମୁଁ କହିଲି, ଠିକ୍ ଅଛି, ମୁଁ ଆସୁଛି। ସେତେବେଳ ଯାଏଁ ମା ମଧ୍ୟ ଘରକୁ ଆସିସାରିଥିଲେ। ସେ ପଚାରିଲେ, ରୁଚି, ତୁମେ ଗଲ ନାହିଁ? ମୁଁ କହିଲି, ମା, ଏବେ ବାହାରୁଥିଲି କି ଡାକ୍ତର ବାବୁଙ୍କ ଫୋନ୍ ଆସିଲା କି ତାଙ୍କ ପତ୍ନୀ ଏକ ଛୋଟ ପୂଜା କାର୍ଯ୍ୟକ୍ରମ ରଖିଛନ୍ତି ଏବଂ ସେ ମୋତେ ମଧ୍ୟ ଡାକିଛନ୍ତି। ମା ତୁରନ୍ତ କହିଲେ, ନାହିଁ ରୁଚି ମ୍ୟାଡମ୍, ଏତେ ଶ୍ରଦ୍ଧାରେ ଡାକିଛନ୍ତି, ତୁମେ ନିଶ୍ଚୟ ଯାଅ। ମୁଁ ଏକ ସୁନ୍ଦର କଳା ଶାଢ଼ୀ ଏବଂ ନାଲି ବ୍ଲାଉଜ ପିନ୍ଧିଲି ଯାହା ମୋତେ ବହୁତ ପସନ୍ଦ ଥିଲା। ମୁଁ ପ୍ରସ୍ତୁତ ହେଲି ଏବଂ ଘରୁ ବାହାରି ଆସିଲି। ଅଟୋରେ ବସିଲି, କିନ୍ତୁ ଡାକ୍ତରଖାନାରୁ ଟିକେ ପୂର୍ବରୁ ଓହ୍ଲାଇଗଲି, ଯେଉଁଠି ଯତୀନ ନିଜ ଧଳା ଗାଡ଼ିରେ ମୋତେ ଅପେକ୍ଷା କରୁଥିଲେ। ସେ ଧଳା ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିଲେ ଏବଂ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ମୁଁ ମଧ୍ୟ ତାଙ୍କ ସହ ଗାଡ଼ିରେ ବସିଗଲି। ସେ ମୋ ସହ ନମସ୍କାର କଲେ ଏବଂ କହିଲେ, ରୁଚି, ଆଜି ତ ତୁମେ ପୁରା ପରି ଦେଖାଯାଉଛ। ମୁଁ କହିଲି, ଏଠାରୁ ଚାଲ, କେହି ଦେଖି ନ ଦେଉ। ଆମେ ସେଠାରୁ ବାହାରିଲୁ ଏବଂ ଗାଡ଼ି ଚଲାଉ ଚଲାଉ ଯତୀନ ମୋ ହାତ ଧରି ନେଲେ
ଏବଂ ସେଥିରେ ନିଜ ହାତ ରଖି ମୋ ସହ ରହିବାର ଅନୁଭବ କରାଇଲେ। ଆମେ କିଛି ସମୟ ବୁଲିଲୁ। ପରେ ଯତୀନ କହିଲେ, ରୁଚି, ମୋ ମନ ହେଉଛି କି ତୁମେ ମୋ ସହ ମୋ ଘରକୁ ଚାଲ। ମୁଁ ହସିକି ଜବାବ ଦେଲି, ଗାଡ଼ିରେ ସାଙ୍ଗରେ ବସିଛି, ଏହା ଯଥେଷ୍ଟ ନୁହେଁ କି? ଯତୀନ କହିଲେ, ଆଚ୍ଛା, ଯଦି ମୁଁ କହେ କି ଯଥେଷ୍ଟ ନୁହେଁ, ତେବେ ତ ମୁଁ ଚୁପ୍ ହୋଇଗଲି। ଯତୀନ ଫୋନ୍ ବାହାର କଲେ ଏବଂ କାହାକୁ ଫୋନ୍ କଲେ ଏବଂ କହିଲେ, ସାହିଦ, ତୁମ ଭାଉଜ ମୋ ସହ ଅଛନ୍ତି, ଆମେ ତୁମ ଘରକୁ ଆସୁଛୁ। ପରେ ଫୋନ୍ ବନ୍ଦ କଲେ ଏବଂ ମୁଁ ପଚାରିଲି, ଏ କିଏ? ତେବେ କହିଲେ, ମୋ ପିଲାଦିନର ସାଙ୍ଗ। କୌଣସି 10 ମିନିଟ୍ ପରେ ଆମେ ଏକ ବହୁତ ସୁନ୍ଦର ଘରେ ପହଞ୍ଚିଲୁ। ଯତୀନ ଗାଡ଼ି ଭିତରକୁ ନେଲେ ତ ଏକ ପିଲା ଆସିଲା, ଯାହାର ବୟସ କୌଣସି 25 ବର୍ଷ ହେବ। ଯତୀନ ତାକୁ କୁଣ୍ଢାଇଲେ। ସେ ମୋତେ କହିଲା, ନମସ୍କାର ଭାଉଜ। ମୁଁ ନୀରବରେ ଜବାବ ଦେଲି। ଯତୀନ ମୋତେ କହିଲେ, ରୁଚି ଓହ୍ଲା। ଏ ମୋର ସାଙ୍ଗ ମଧ୍ୟ ଏବଂ ଭାଇ ମଧ୍ୟ। ଆମେ ଭିତରେ ଏକ ରୁମ୍କୁ ଚାଲିଗଲୁ। ସେହି ପିଲାଟି ଆମ ପାଇଁ ଲସି ନେଇ ଆସିଲା। ଆମେ ଲସି ପିଇଲୁ ତ ସେ ବାସନ ନେଇ ଚାଲିଗଲା। ସେ ଯିବା ମାତ୍ରେ ଯତୀନ କବାଟ ଭିତରୁ ବନ୍ଦ କରିଦେଲେ ଏବଂ ମୋତେ ଚାହିଁ ରହିଲେ। ମୁଁ କହିଲି, ବାସ୍, ଏବେ ଖୁସି, ଚାଲ ଏବେ ଘରକୁ ଯିବା। ଯତୀନ କହିଲେ, ଏବେ ସାରା ଦିନ ଅଛି ଆମ ପାଖରେ। ଆମେ ଶାନ୍ତିରେ ଏଠାରେ ବସିବା। ଏହାପରେ ଆମେ ଅନେକ ଘଣ୍ଟା ଯାଏଁ କଥା ହେଲୁ ଏବଂ ସମୟ ଜଣା ପଡ଼ିଲା ନାହିଁ। ପରେ ସେ ମୋତେ ଗାଡ଼ିରେ ବସାଇ ଘର ଯାଏଁ ଛାଡ଼ିଦେଲେ। ମୁଁ ଘରକୁ ଆସି ଶୋଇଗଲି। ଯେତେବେଳେ ମୋ ଆଖି ଖୋଲିଲା ତ ସନ୍ଧ୍ୟା 7ଟା ବାଜିଥିଲା। ମୁଁ ମୋବାଇଲ ଦେଖିଲି ତ ଯତୀନଙ୍କ ବହୁତ ଗୁଡ଼ିଏ କଲ୍ ଥିଲା। ମୁଁ ତାଙ୍କୁ ଆଇ ଲଭ୍ ୟୁର ମେସେଜ କଲି ଏବଂ ଲେଖିଲି, ରାତିରେ କଥା ହେବା, ଏବଂ ପରେ ଖାଦ୍ୟ ରାନ୍ଧିବାକୁ ଲାଗିଲି। ନୂଆ ମୋଡ଼ର ଆରମ୍ଭ। ରାତିରେ ଯେତେବେଳେ ମୁଁ ଖାଦ୍ୟ ଖାଇ ନିଜ ରୁମକୁ ଆସିଲି ତ ଯତୀନଙ୍କ କଲ୍ ଆସିଲା। କଥା ପ୍ରସଙ୍ଗରେ ସେ କହିଲେ, ରୁଚି, ମୁଁ ତୁମ ପାଇଁ ଏକ ଚାକିରି ନେଇ ଆସିଛି। ଏକ ଘରୋଇ ଡାକ୍ତରଖାନାରେ ତୁମର ଦରମା ଏଠାରୁ 2 ଗୁଣ ଅଧିକ ହେବ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ପଚାରିଲି, କିନ୍ତୁ କାହିଁକି? ଯତୀନ କହିଲେ, ମୁଁ ଚାହୁଁଛି କି ତୁମେ ସୁରକ୍ଷିତ ରୁହ ଏବଂ ଉତ୍ତମ ଜୀବନ ବିତାଅ। ମୁଁ ଭାବିଲି କି ଏହା ତ ମୋର ସ୍ୱପ୍ନ ଥିଲା। ମୁଁ ତାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରିନେଲି ଏବଂ ନୂଆ ଯାତ୍ରାର ଆରମ୍ଭ କଲି। ଏକ ଦିନ ମୁଁ ନିଜ ନୂଆ କାମକୁ ଯାଉଥିଲି କି ହଠାତ୍ ଯତୀନଙ୍କ କଲ୍ ଆସିଲା, ରୁଚି, ପ୍ଲିଜ୍, ତୁମେ ନିଜ ଘର ଠିକଣାରୁ ଟିକେ ପୂର୍ବରୁ ଆସି ମୋତେ ଅପେକ୍ଷା କର। ମୁଁ ତୁମକୁ ଦେଖିବାକୁ ଚାହୁଁଛି। ମୁଁ ତାଙ୍କ କଥା ମାନି ରାସ୍ତା କଡ଼ରେ ଛିଡ଼ା ହୋଇଗଲି। ସେ ସେଠାରେ ନିଜ ଧଳା ଗାଡ଼ିରେ ଆସିଲେ ଏବଂ ମୋ ପାଖକୁ ଆସି କହିଲେ, ରୁଚି, ମୋତେ ତୁମ ସହ କଥା ହେବାର ଅଛି। ମୁଁ ତାଙ୍କ ସହ କଥା ହେଲି ଏବଂ ପରେ ପଚାରିଲି, କ'ଣ କଥା ରୁଚି? ମୋ ପିତା ତୁମର ସୌନ୍ଦର୍ଯ୍ୟ ଏବଂ ନିଷ୍ଠା କାରଣରୁ ତୁମ ପାଇଁ ବହୁତ ଭଲ ଭାବିଛନ୍ତି ଏବଂ ସେ ତୁମ ଘରକୁ ଆଜି ରାତିରେ ବିବାହ ପ୍ରସ୍ତାବ ନେଇ ଆସୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ କହିଲି, କିନ୍ତୁ କାହିଁକି? ଯତୀନ କହିଲେ, ତୁମ ପାଇଁ ବହୁତ ଭଲ ହେବ। ମୁଁ ତାଙ୍କୁ କହିଲି, ଠିକ୍ ଅଛି, ତୁମେ ଆସିଯିବ, କିନ୍ତୁ ମୁଁ ମୋ ପିତାମାତାଙ୍କୁ ପଚାରି ହିଁ କହିବି। ସେ ମୋ କଥା ଶୁଣି ଖୁସି ହେଲେ ଏବଂ ଚାଲିଗଲେ। ମୁଁ ମଧ୍ୟ ନିଜ ଘରକୁ ଆସିଲି। ମୋ ହୃଦୟରେ ଏକ ଅଜବ ଖୁସି ଏବଂ ଡର ଥିଲା। ପ୍ରେମର ଶେଷ ପରୀକ୍ଷା। ପରଦିନ ରାତିରେ ମୋ ମା ମୋ ସହ କଥା ହେଲେ ଏବଂ ପଚାରିଲେ କି କ'ଣ ଯତୀନଙ୍କ ପିତାମାତାଙ୍କୁ ମୁଁ ଘରକୁ ଡାକିଥିଲି। ମୁଁ ହଁ କହିଲି। ତେବେ ମୋ ମା କହିଲେ, ପୁଅ, ତୁମ ପିତା ଏହି ସମ୍ପର୍କ ପାଇଁ ମାନିବେ ନାହିଁ। ମୁଁ କହିଲି, ମା, ପ୍ଲିଜ୍, ତାଙ୍କ ସହ କଥା ହୁଅ। ମା କହିଲେ, ତୁମ ପିତା ମାନିବେ ନାହିଁ, ତୁମେ ଏହି ସମ୍ପର୍କ ଭାଙ୍ଗିଦିଅ। ମୁଁ ମାଙ୍କୁ ଏହି ସମ୍ପର୍କ ନ ଭାଙ୍ଗିବା ପାଇଁ ଅନୁରୋଧ କଲି ଏବଂ କହିଲି, ମା, ମୁଁ ଯତୀନଙ୍କୁ ବହୁତ ଭଲ ପାଏ। ମା ଜବାବ ଦେଲେ, ପୁଅ, ତୁମକୁ କୌଣସି ଅଧିକାର ନାହିଁ କି ତୁମେ ନିଜ ପିତାମାତାଙ୍କ ସମ୍ମାନକୁ ବାଜିରେ ଲଗାଅ। ମୁଁ ମାଙ୍କ କଥା ଶୁଣିଲି ତ ମୋ ଆଖିରେ ଲୁହ ଆସିଗଲା। ମୁଁ ମାଙ୍କୁ ଏହା ଜଣାଇଦେଲି କି ଯତୀନ ମୋ ହୃଦୟରେ ସବୁବେଳେ ରହିବେ। ମା ମୋତେ ବୁଝାଇଲେ କି ଜୀବନରେ କିଛି ନିଷ୍ପତ୍ତି ବୁଦ୍ଧିମତା ଏବଂ ଶାନ୍ତ ମନରେ ନେବା ଉଚିତ, ଯେପରି କୌଣସି ଅସୁବିଧା ନ ହୁଏ। ମୁଁ ମାଙ୍କ କଥା ଉପରେ ଧ୍ୟାନ ଦେଲି ଏବଂ ଭାବିଲି କି ମୋତେ ଏହି ସମ୍ପର୍କରେ ଶେଷ କରିବାକୁ ପଡ଼ିବ। ମୁଁ ଯତୀନଙ୍କୁ ଫୋନ୍ କଲି ଏବଂ ତାଙ୍କୁ କହିଲି, ଯତୀନ, ମୁଁ ତୁମକୁ ଭଲ ପାଏ, କିନ୍ତୁ ମୁଁ ତୁମ ସହ ରହିପାରିବି ନାହିଁ। ଯତୀନ ପଚାରିଲେ, କାହିଁକି? ମୁଁ ତାଙ୍କୁ କହିଲି କି ମୋ ପିତାମାତା ଏହି ସମ୍ପର୍କ ପାଇଁ ରାଜି ନୁହନ୍ତି। ଯତୀନ ମୋତେ ବୁଝାଇଲେ, ରୁଚି, ତୁମ ମା ଏବଂ ତୁମ ପିତାଙ୍କ ସହ ମୁଁ ନିଜେ କଥା ହେବି। ମୁଁ ତାଙ୍କୁ କହିଲି, ନାହିଁ ଯତୀନ, ଏହା ମୋର ଶେଷ କଥା। ସେ ମୋତେ କହିଲେ, ରୁଚି, ତୁମେ ମୋ କଥା ଶୁଣ। ଯତୀନ, ମୁଁ ତୁମ କଥା ଶୁଣିବାକୁ ଚାହେଁ ନାହିଁ। ମୋ ହୃଦୟରେ ତୁମ ପାଇଁ ବହୁତ ଭଲ ପାଇବା ଅଛି, କିନ୍ତୁ ମୁଁ ତୁମକୁ ନିଜ ପିତାମାତାଙ୍କ ସମ୍ମାନ ପାଇଁ ଛାଡ଼ିପାରିବି ନାହିଁ। ଯତୀନ ମୋ କଥା ଶୁଣିଲେ ଏବଂ ଫୋନ୍ ରଖିଦେଲେ। ମୋ ଆଖିରେ ଲୁହ ଆସିଗଲା। ପରଦିନ ଯେତେବେଳେ ମୁଁ କାମକୁ ଗଲି ତ ଏକ ବହୁତ ଜରୁରୀ ମିଟିଂ ଥିଲା ଏବଂ ମୁଁ ବହୁତ ଡେରିରେ ଯାଉଥିଲି। ଡାକ୍ତରଖାନାରେ ପହଞ୍ଚି ମୋତେ ଜଣାପଡ଼ିଲା କି ଏକ ମିଟିଂ ହେବାକୁ ଯାଉଛି, ଯେଉଁଥିରେ ସମସ୍ତ ସିନିୟର ଡାକ୍ତର ଏବଂ ମୁଁ ଅଂଶଗ୍ରହଣ କରିବୁ।
ମୋତେ ଡର ଥିଲା କି ମିଟିଂରେ ଡେରି ହୋଇଗଲେ ଡାକ୍ତରବାବୁ ମୋତେ ଗାଳି କରିବେ। ମୁଁ ଶୀଘ୍ର ନିଜ ସିଟରେ ଯାଇ ବସିଗଲି। ମିଟିଂ ଆରମ୍ଭ ହେଲା ଏବଂ ମୋତେ ଜଣାପଡ଼ିଲା କି ମିଟିଂରେ ଏକ ନୂଆ ଡାକ୍ତରଙ୍କୁ ଆମ ଟିମର ମୁଖ୍ୟ କରାଯାଇଛି। ଯେତେବେଳେ ମୁଁ ଦେଖିଲି ତେବେ ସେ ଯତୀନ ଥିଲେ। ମୁଁ ତାଙ୍କୁ ଦେଖିଲି ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯତୀନ ମୋ ଆଡ଼କୁ ଚାହିଁ କହିଲେ, ରୁଚି, ତୁମକୁ ଆଜି ପରେ ଡାକ୍ତରଖାନାରେ ଏବଂ ମୋ ସହ ଫୋନରେ କଥା ହେବାର ଆବଶ୍ୟକତା ନାହିଁ। ମୁଁ ନିଷ୍ପତ୍ତି ନେଇଛି କି ଆମେ ବିବାହ କରିବା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ମୋ ଆଖିରେ ଲୁହ ଆସିଗଲା। ମୁଁ ତାଙ୍କୁ କହିଲି, ଯତୀନ, ତୁମେ ଏମିତି କରିପାରିବ ନାହିଁ। ସେ କହିଲେ, ତୁମ ପିତାମାତାଙ୍କ ସମ୍ମାନର ଧ୍ୟାନ ମୁଁ ମଧ୍ୟ ରଖିଛି ଏବଂ ଏବେ ମୁଁ ତୁମର ଏବଂ ମୋର ଭଲ ପାଇବା ପାଇଁ କିଛି ମଧ୍ୟ କରିବି। ପରେ ଯତୀନ କହିଲେ, ରୁଚି, ଏବେ ତୁମେ କେବଳ ମୋର। ମୁଁ ତାଙ୍କ କଥା ଶୁଣିଲି ଏବଂ ହସିଦେଲି। ମୁଁ ତାଙ୍କୁ କହିଲି, ଯତୀନ, ମୁଁ ମଧ୍ୟ ତୁମର। ସେହିଦିନ ମୁଁ ନିଜ ପିତାମାତାଙ୍କୁ ଯତୀନଙ୍କ ଘରକୁ ଆସିବା ପାଇଁ ନିମନ୍ତ୍ରଣ ଦେଲି। ସେ ପରଦିନ ଆସିଲେ ଏବଂ ସେମାନେ ଆମକୁ ଏକାଠି ଦେଖି ଖୁସି ଅନୁଭବ କଲେ। ଯତୀନ ଏବଂ ମୁଁ ପରସ୍ପରକୁ ବିବାହ କଲୁ ଏବଂ ପରସ୍ପର ସହ ଖୁସିରେ ରହିବାକୁ ଲାଗିଲୁ। ଆମ ପାଖରେ ଏକ ସୁନ୍ଦର ଏବଂ ଗେଲି ଝିଅ ଅଛି ଯାହାର ନାମ ରୁଚି। ଆମେ ଆଜି ମଧ୍ୟ ପ୍ରତିଦିନ ପରସ୍ପରକୁ ଭେଟୁ ଏବଂ ମନର କଥା କହୁ। ଆମେ ଦୁହେଁ ପରସ୍ପରର ପ୍ରେମ ଏବଂ ବିଶ୍ୱାସକୁ ସବୁବେଳେ ସବୁଠୁ ଉପରେ ରଖିଲୁ। ଏହିପରି ଭାବେ ଆମ କାହାଣୀର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା, ଯେଉଁଥିରେ ଆମେ ନିଜ ପ୍ରେମ ଏବଂ ବିଶ୍ୱାସକୁ ଜିତିନେଲୁ।